ପ୍ରଶ୍ନ ହେଲା, ଯେଉଁ ଧ୍ୟାନରେ ପରମାତ୍ମାଙ୍କର ସାକ୍ଷାତକାର ହୋଇଥାଏ ସେହି ଧ୍ୟାନକୁ କିପରି ଅଭ୍ୟାସ କରିବା ଉଚିତ? ଉତ୍ତର, ଏକାନ୍ତ ସ୍ଥାନରେ ପ୍ରଥମେ କୁହାଯାଇଥିବା ପ୍ରକାରେ ଆସନରେ ବସି ମନର ସମସ୍ତ ସଂକଳ୍ପ ତ୍ୟାଗ କରି ନିମ୍ନଲିଖିତ ଧାରଣା କରିବା ଉଚିତ। ଏକ ବିଜ୍ଞାନ ଆନନ୍ଦଘନ ପୂର୍ଣ୍ଣ ବ୍ରହ୍ମ ପରମାତ୍ମା ହିଁ ଅଛନ୍ତି। ତାଙ୍କ ବିନା ପ୍ରକୃତରେ ଅନ୍ୟ କୌଣସି ବସ୍ତୁ ମଧ୍ୟ ନାହିଁ। କେବଳ ଏକମାତ୍ର ସେ ହିଁ ପରିପୂର୍ଣ୍ଣ ହୋଇ ରହିଛନ୍ତି। ଏହି ଜ୍ଞାନ ମଧ୍ୟ ତାଙ୍କରି, କାରଣ ସେ ହିଁ ଜ୍ଞାନର ସ୍ୱରୂପ। ସେ ସନାତନ, ନିର୍ବିକାର, ଅସୀମ, ଅପାର, ଅନନ୍ତ, ଅକଳ ଓ ଅନବଦ୍ୟ। ମନ, ବୁଦ୍ଧି, ଅହଙ୍କାର, ଦ୍ରଷ୍ଟା, ଦର୍ଶନ, ଦୃଶ୍ୟ ଆଦି ଯାହା ବି କିଛି ରହିଛି ସବୁ ସେହି ବ୍ରହ୍ମରେ ହିଁ ଆରୋପିତ ଓ ବସ୍ତୁତଃ ବ୍ରହ୍ମ ସ୍ୱରୂପ ହିଁ ଅଟେ। ସେ ଆନନ୍ଦମୟ ଓ ଅବର୍ଣ୍ଣନୀୟ। ତାଙ୍କର ସେହି ଆନନ୍ଦମୟ ସ୍ୱରୂପ ମଧ୍ୟ ଆନନ୍ଦମୟ। ସେ ହିଁ ଆନନ୍ଦ ସ୍ୱରୂପ, ପୂର୍ଣ୍ଣ, ନିତ୍ୟ, ସନାତନ, ଅଜ, ଅବିନାଶୀ, ପରମ, ଚରମ, ସତ୍, ଚେତନ, ବିଜ୍ଞାନମୟ, କୂଟସ୍ଥ, ଅଚଳ, ଧ୍ରୁବ, ଅନାମୟ, ବୋଧମୟ, ଅନନ୍ତ ଓ ଶାନ୍ତ ଅଟନ୍ତି। ଏହି ପ୍ରକାରେ ତାଙ୍କର ଆନନ୍ଦ ସ୍ୱରୂପର ଚିନ୍ତନ କରି ବାରମ୍ବାର ଏପରି ଦୃଢ଼ ଧାରଣା କରିବା ଉଚିତ ଯେ ସେହି ଆନନ୍ଦ ସ୍ୱରୂପଙ୍କ ବ୍ୟତୀତ ଆଉ କିଛି ହିଁ ନାହିଁ। ଯଦି କୌଣସି ସଂକଳ୍ପ ଜାଗ୍ରତ ହୁଏ ତେବେ ତାହା ମଧ୍ୟ ସେହି ଆନନ୍ଦମୟଙ୍କ ଠାରୁ ହିଁ ଉତ୍ପନ୍ନ ହୋଇଛି। ତେଣୁ ତାହା ଆନନ୍ଦମୟ ବୋଲି ବୁଝି ଆନନ୍ଦମୟରେ ହିଁ ତାହା ବିଲୀନ କରିଦେବା ଉଚିତ। ଏହିପରି ଧାରଣା କରି ଯେତେବେଳେ ସମସ୍ତ ସଂକଳ୍ପ ଆନନ୍ଦମୟ ବୋଧ ସ୍ୱରୂପ ପରମାତ୍ମାରେ ବିଲୀନ ହୋଇଯାଏ ଏବଂ ଏକ ଆନନ୍ଦ ଘନ ପରମାତ୍ମାଙ୍କ ବ୍ୟତୀତ ଅନ୍ୟ କୌଣସି ବି ସଂକଳ୍ପର ଅସ୍ତିତ୍ୱ ରହେ ନାହିଁ, ସେତେବେଳେ ସାଧକଙ୍କର ଆନନ୍ଦମୟ ପରମାତ୍ମାରେ ଅଟଳ ସ୍ଥିତି ଆସିଯାଏ। ଏହିପରି ନିତ୍ୟ ନିୟମିତ ଧ୍ୟାନ କରୁ କରୁ ନିଜର ଓ ସଂସାରର ସମସ୍ତ ସତ୍ତା ଯେତେବେଳେ ବ୍ରହ୍ମଠାରୁ ଅଭିନ୍ନ ହୋଇଯାଏ, ଯେତେବେଳେ ସବୁକିଛି ପରମ ଆନନ୍ଦ ଓ ପରମ ଶାନ୍ତି ସ୍ୱରୂପ ବ୍ରହ୍ମ ହୋଇଯାଏ, ସେତେବେଳେ ସାଧକଙ୍କୁ ପରମାତ୍ମାଙ୍କର ପ୍ରକୃତ ସାକ୍ଷାତକାର ପାଇବାର ବାଟ ସହଜ ହୋଇଯାଏ।